ସବୁ ଗୃହିଣୀଙ୍କର ଗୋଟିଏ ଚିନ୍ତା କି ରାତି ପାଇଲେ କ'ଣ ରୋଷେଇ ହେବ। ହ୍ୟାଲୋ ଏଭ୍ରିୱାନ୍, ଆନଦର୍ ଟୁ ମାଇ ମିନି ବ୍ଲଗ୍। ତ ଆଜି ସକାଳୁ ସକାଳୁ ମୁଁ ରେଡ଼ି ହେଇକି ରୋଷେଇ ଘର ଭିତରକୁ ଆସିଥିଲି, ଯାହାର ସନ୍ଧାନ ମୁଁ କିଛି ବି ପାଇନଥିଲି କ'ଣ ରୋଷେଇ କରିବି। ସେତିକି ବେଳେ ମୁଁ ଜାଣିବାକୁ ପାଇଲି କି ବାରିପଟେ ଥିବା ସଜନା ଗଛଟି ସଜନା ଶାଗକୁ ମୁଁ ମୋ ଷ୍ଟାଇଲ୍ରେ ଭାଜିଥିଲି। ଆଉ ଆପଣମାନେ ଜାଣିଛନ୍ତି କି ମୁଁ ସଜନା ଶାଗ କେମିତି ଭାଜେ। ତ ଆଜିର ୱେଦର୍ ବହୁତ ହିଁ ଖରାପ ଥିଲା। ଏ ବର୍ଷା ଦିନରେ ଖରା ଏମିତି ହେଉଥିଲା କି ମୋତେ ଲାଗୁଥିଲା ଖରା ଦିନ ହିଁ ଆସିଯାଇଥିଲା। ଆଉ ମୋ ସ୍ୱାମୀ ଖରାବେଳେ ମୋ ପାଇଁ କ'ଣ ଗିଫ୍ଟ ଆଣିଛନ୍ତି ଦେଖନ୍ତୁ। ସେ ଜାଣିଛନ୍ତି ଯେହେତୁ ମୁଁ ଚାହା ଲଭର୍, ତେଣୁକରି ଚାହା ପାଇଁ ଏଇସବୁ ବିସ୍କୁଟ ମୋ ପାଇଁ ଏକାଥରେ ଡବା ଉଠେଇକି ନେଇ ଆସିଛନ୍ତି। ଭାବୁଥିଲି କି ସେ ମୋ ସହିତ ଜୋକ୍ କରୁଛନ୍ତି, କିନ୍ତୁ ଆକ୍ଚୁଆଲି ନା, ସତରେ ହିଁ ସେ ମୋ ପାଇଁ ଡବା ସବୁ ଉଠେଇକି ଆଣିଛନ୍ତି। ଆଉ ମୋତେ ଏତେ ଆଶ୍ଚର୍ଯ୍ୟ ଲାଗୁଥିଲା କି ମୁଁ ଚାହା ପିଇବା ପାଇଁ ତମେ ଗୋଟେ ଡବା ଉଠେଇକି ନେଇକି ଆସିଛ। ଯେତେବେଳେ ତାଙ୍କୁ ପଚାରିଲି, ଆଉ ସେ ମୋତେ କହିଲେ ଏଇଟା ତମ ପାଇଁ ଗିଫ୍ଟ। ଆଜି ଗିଫ୍ଟଟା ତ ମୋ ପାଇଁ ବହୁତ ହିଁ ଭଲ ଥିଲା। ତାପରେ ମା ଝିଅ ଆମେ ଏଠି ଟିକେ ନାକୁ ଖେଳୁଥିଲୁ ଫୋନ୍ରେ। ଆଉ ସେ ଲାଇଟ୍କୁ ଦେଖି ଗେଲିମା କେମିତି ହସୁଥିଲା ଆପଣମାନେ ତା ରିଆକ୍ସନ୍ରୁ ଦେଖି ଜାଣିପାରୁଥିବେ। ଚେଷ୍ଟା କରୁଥିଲି କି ଦିନରୁ ରୋଷେଇ ହିଁ ସାରିଦେବି, କାହିଁକି ନା ଗେଲିମା ମୋତେ ସନ୍ଧ୍ୟା ହେଲା ମାନେ ଏବେ ଛାଡ଼ୁନି। ସନ୍ଧ୍ୟା ନୁହଁ, ପ୍ରାୟ ଟାଇମ୍ ମୋତେ ଛାଡ଼ୁନି। ତ ସେଥିପାଇଁ ମୁଁ ରାତିର ପ୍ରିପାରେସନ୍ ପାଇଁ ସନ୍ଧ୍ୟାବେଳେ ହିଁ ରୋଷେଇ କରିଦେଉଥିଲି। ପ୍ରାୟ 4ଟା 4:30 ହେବ। ତ କାମ ବି ଚାଲିଥିଲା, ଆଉ ଗେଲିମାକୁ ବି ଧରିବା ଚାଲିଥିଲା। ତା ସାଙ୍ଗକୁ ଏଠି ଦେଇଥିଲା ସନ୍ଧ୍ୟାରେ ମୁଁ ପିଉଥିଲି ଗରମା ଗରମ କଡ଼ା ଚାହା। ତ ଆପଣ ଜାଣିଛନ୍ତି ମୁଁ କେମିତି ଚାହା ଲଭର୍, ଚାହା ନହେଲେ ମୁଁ ତ ଗୋଟେ ଦିନ ବି ରହିପାରିବିନି। ତ ଏଇଠି ମୋ ସ୍ୱାମୀ ଆଣିଥିବା ଗିଫ୍ଟକୁ ମୁଁ ଟିକେ ଏନ୍ଜୟ କରୁଥିଲି। ଚାହା ଗରମା ଗରମ ଚାହା ପକେଇ ସେଇ ବିସ୍କୁଟରେ ଖାଇବାର ଯେଉଁ ମଜା ନା, ଆଉ ଏମିତିରେ ବି ଆଜି ସନ୍ଧ୍ୟାରେ ବହୁତ ଜୋରରେ ବର୍ଷା ହେଉଥିଲା। ବର୍ଷାକୁ ଗରମ ଗରମ ଚାହା ଆଉ ବିସ୍କୁଟର ମଜା ଆପଣମାନଙ୍କଠୁ ଅଧିକା ତ ମୁଁ କେବେ ବି ଜାଣିନଥିବି। ଆଉ ଏଇଠି ବସିକିରି ମୁଁ ଚାହା ଆଉ ବିସ୍କୁଟର ଏମିତି ମଜା ନେଉଥିଲି କି ଲାଗୁଥିଲା ମୁଁ ଆଜି ଯେତେ ଚାହା କରିଛି ସବୁତକ ମୁଁ ହିଁ ପିଇଦେବି। ଆଉ ମୁଁ ଏମିତିରେ ବି ବହୁତ ହି ଫୁଡ଼ିଂ ଲଭର୍, ଆପଣ ଜାଣିଛନ୍ତି। ଆଉ ସନ୍ଧ୍ୟାବେଳେ ମୁଁ ଯେହେତୁ ରାତିର ଭାତ ଖାଇବା ଛାଡ଼ି ଦେଇଛି, ରୁଟି ପାଇଁ ପ୍ରିପାରେସନ୍ ମୋ ପାଇଁ କରୁଥିଲି। ଏଠି ଟିକେ ଚକଟା ଚକଟି କରିକି ମୁଁ ଟିକେ ରେଷ୍ଟ ଛାଡ଼ି ଦେଇଥିଲି। ଆଉ ଏଠି ଯାଇଥିଲା ରାତିର ଖାଇବା ଥିଲା ଡାଲି ଆଉ ପରଟା, ଆଳୁ ପରଟା କରିଥିଲି। ତ ଆଜିର ବ୍ଲଗ୍ କେମିତି ଲାଗିଲା ପ୍ଲିଜ୍ କମେଣ୍ଟ କରି କହିବେ। ରହୁଛି, ଜୟ ଜଗନ୍ନାଥ।